फाइनाली एसएससी जीटी रिक्रुटमेंट 2026 ର ନୋଟିଫିକେସନ ଆସି ଯାଇଛି। ଟୋଟାଲ ପୋଷ୍ଟ ବାହାରିଛି 25,487 ଟି। ତେଣୁ ଏଇ ଗୋଟିଏ ଭିଡିଓରେ ଏଇ ନୋଟିଫିକେସନ ବିଷୟରେ ପୁରା ଡିଟେଲ ଭାବରେ ଆମେ ଜାଣିବା। ଆପ୍ଲାଇ ଡେଟ୍ ଠାରୁ ଆରମ୍ଭ କରିକି ଫାଇନାଲ ସିଲେକ୍ସନ ପର୍ଯ୍ୟନ୍ତ ସବୁ କିଛି ଏଇ ଗୋଟିଏ ଭିଡିଓରେ ଆମେ ଆଲୋଚନା କରିବା। ଯେମିତି କି ତୁମର କେବେଠାରୁ ଷ୍ଟାର୍ଟ ହବ ଆପ୍ଲାଏ, କେବେ ଆପ୍ଲାଏ ଶେଷ ହବ, ଏକ୍ଜାମ କେବେ ହବ, ଯୋଉ ରିଟିନ୍ ଏକ୍ଜାମ ହେବ ସେଟା କୋଉ କୋଉ ଲାଙ୍ଗୁଏଜରେ ହବ, ଆମ ଓଡ଼ିଆ ଲାଙ୍ଗୁଏଜରେ କ୍ୱେଶ୍ଚିନ୍ ଆସିବ ନା ଆସିବନି, ତାପରେ ଏଜ୍ କେତେ, ଏଜ୍ରେ ରିଲାକ୍ସେସନ୍ ଅଛି ନା ନାହିଁ, ବୟସ ଯୋଉ କ୍ୱାଲିଫିକେସନ୍ କ'ଣ ରହିଛି, ଫିଜିକାଲ ଷ୍ଟାଣ୍ଡାର୍ଡ କ'ଣ ରହିଛି, ଫିଜିକାଲରେ କି କି ଇଭେଣ୍ଟ ମାଗିଛି, ହାଇଟ୍ ୱେଟ୍ ଚେଷ୍ଟ କେତେ ରହିଛି, ତାପରେ ଯୋଉ ଏକ୍ଜାମ ହବ ଏକ୍ଜାମର ପାଟର୍ନ କ'ଣ ରହିଛି, ସିଲାବସ୍ କ'ଣ ରହିଛି, ଏନସିସିରେ କୌଣସି ଏକ୍ସଟ୍ରା ମାର୍କ ଅଛି ନା ନାହିଁ, ଏମିତି ସବୁ କିଛି ଡିଟେଲ୍ସ ଏଇ ଗୋଟିଏ ଭିଡିଓରେ ତୁମକୁ ମିଳିଯିବ। ତୁମକୁ ଆଉ କୋଉଠୁ ଭିଡିଓ ଦେଖିବାକୁ ପଡିବ ନାହିଁ। ତେଣୁ ଦେଖ, ଡିସେମ୍ବର 1ରେ ଅଫିସିଆଲ ୱେବସାଇଟରେ ଯୋଉ ଅପଡେଟ୍ ହେଇଗଲା ଯେ ନୋଟିଫିକେସନ ଆସିଲା ବୋଲି। ତେଣୁ ଏଇ ଯୋଉ ଏହାର PDF କୁ ତୁମେ SSC ର ଅଫିସିଆଲ ୱେବସାଇଟକୁ ଯାଇକି ଡାଉନଲୋଡ୍ କରିଦେବ, କିମ୍ବା ମୁଁ ଟେଲିଗ୍ରାମ ଚ୍ୟାନେଲରେ ମଧ୍ୟ ପ୍ରୋଭାଇଡ୍ କରିଦେଇଛି, ଯାଇକି ଡାଉନଲୋଡ୍ କରିଦେବ। ହେଲା, ତାପରେ ଦେଖ ତୁମର ଏକ୍ଜାମ ଯୋଉ ଫର୍ମ ଆପ୍ଲାଏ ଚାଲିବ, ଫର୍ମ ଫିଲ୍ ଅପ୍ ତୁମର ଚାଲିବ ଡିସେମ୍ବର 1ରୁ ଡିସେମ୍ବର 30 ପର୍ଯ୍ୟନ୍ତ, ଏବଂ ଲାଷ୍ଟ ଡେଟ୍ ହେଉଛି 31 ଡିସେମ୍ବର। ତାପରେ ଏବଂ ପେମେଣ୍ଟ କରିବାର ଲାଷ୍ଟ ଡେଟ୍ ହେଉଛି ଜାନୁଆରୀ 1, 2026, ଏବଂ କରେକ୍ସନ କରିବା ପାଇଁ ୱିଣ୍ଡୋ ଫିଟିବ ଜାନୁଆରୀ 8ରୁ ଜାନୁଆରୀ 10 ପର୍ଯ୍ୟନ୍ତ, ଏବଂ ଟେଣ୍ଟେଟିଭ୍ ସ୍କେଡ୍ୟୁଲ୍ ଅଫ୍ କମ୍ପ୍ୟୁଟର ବେସ୍ଡ ଏକ୍ଜାମିନେସନ୍, ଅର୍ଥାତ୍ ଯୋଉ ଏକ୍ଜାମ ହେବ ତୁମର ଫେବୃଆରୀ ଆଉ ଏପ୍ରିଲ 2026 ମଧ୍ୟରେ ହିଁ ତୁମର ଏକ୍ଜାମ ହବ SSC GD 2026ର। ତାପରେ ତୁମର ଯୋଉ କମ୍ପ୍ୟୁଟର ବେସ୍ଡ ଏକ୍ଜାମିନେସନଟା ହେବ ସେଇଟା ତୁମର ଆଗରୁ କ'ଣ ହଉଥିଲା ନା ଇଂଲିଶରେ ହଉଥିଲା, ତାପରେ ହିନ୍ଦୀରେ ହଉଥିଲା, ଏବଂ ଏବେ 13ଟା ରିଜନାଲ ଲାଙ୍ଗୁଏଜରେ ମଧ୍ୟ ହଉଛି, ଯେମିତିକି ଆମ ଓଡ଼ିଆ ସାମିଲ ଅଛି। ତେଣୁ ଓଡ଼ିଆରେ ମଧ୍ୟ ଏକ୍ଜାମ ହେବ। ଯୋଉମାନେ ଓଡ଼ିଆରେ କମ୍ଫର୍ଟେବଲ ସେମାନେ ଓଡ଼ିଆରେ ମଧ୍ୟ ଏକ୍ଜାମ ଦେଇପାରିବେ। ତାପରେ ନେକ୍ସଟ ଜିନିଷ ଆମର ଆସିବ ପେ ସ୍କେଲ। ଦେଖ, ଏଇଟା ହେଉଛି ଏହାର ବେସିକ ପେ ହେଉଛି 21,700, ଏବଂ 21,700ରୁ 69,100। ତା ମାନେ ତୁମେ ଯେତେବେଳେ ଜଏନ୍ କରିବ, ଟ୍ରେନିଂ ହେବ ଫାଷ୍ଟ, ତେଣୁ ତୁମକୁ 21,700 ଟଙ୍କା ବେସିକ ପାଇଁ ମିଳିବ। ଆର 55% ବର୍ତ୍ତମାନ ଚାଲିଛି DA, ତା ମାନେ ଆଇ ଥିଙ୍କ ସେଇଥର ଯୋଉ 11,000 ପାଖାପାଖି ମିଳିଗଲା ମନେକର। ଓକେ, ଧର 11,000 ପକା ହେଲା, 11,000। ତାପରେ ଆଉ ଏମିତି କିଛି ଆଲାଉନ୍ସେସ୍ ହେଇକି, ବୁଝିଲା କି, ତୁମର ଗ୍ରସ୍ କଥା କହୁନି, ନେଟ୍ କଥା କହୁଛି ପୁରା ଏମିତି, କାରଣ ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟରେ ବେଶୀ ତ ଆଲାଉନ୍ସ ଅଛି, ତୁମେ ଜାଣିଥିବ। ସେଥିରେ ତୁମକୁ ଟୋଟାଲ ଦରମା ଷ୍ଟାର୍ଟିଂ ସାଲାରୀ ତୁମର 38,000ରୁ 39,000 ମିଳିଯିବ, ଇନହାନ୍ସ ସାଲାରୀ ଏଇଟା ଟ୍ରେନିଂ ସମୟରେ। ଏବଂ ଯେତେବେଳେ ଟ୍ରେନିଂ ସରିଯିବ, ତାପରେ ତୁମର ଯଦି ପୋଷ୍ଟିଂ ହେଇଗଲା, ଧର ଜାମ୍ମୁ କାଶ୍ମୀରରୁ ପୋଷ୍ଟିଂ ହେଇଗଲା, ସେଠି ରିସ୍କ ଆଲାଉନ୍ସ ଆଇ ଥିଙ୍କ 20,000 ମିଳୁଛି, ତାହେଲେ ତୁମ ଦରମା ସେଠି କ'ଣ ହେଇଯିବ ନା 60,000 ଟଙ୍କା ହେଇଯିବ, ବୁଝିଲା। ତେଣୁ ଜାଗା ଅନୁସାରେ, କାରଣ ଆଲାଉନ୍ସ ବେଶୀ, ଯଦି କୌଣସି ଅକେଜନ ଚାଲିଥିବ କି ଦଶହରା ଟାଇମରେ ବୋନସ୍ ଆସୁଛି ହେରି, କୋଉ ମାସରେ 55,000, କୋଉ ମାସରେ 60,000, ଏମିତି ଆସେ ହେରି, ବୁଝିଲା। କିଛି ବୋନସେସ୍, କିଛି ଯୋଉ ଅଦର ଆଲାଉନ୍ସେସ୍, ତାପରେ କିଛି ଆମର ଯୋଉଟା ହେଉଛି କ'ଣ ଯୋଉ କହୁଛେ ଆମେ ଆରିୟର ହେଇକି, ଓକେ, ଆସୁଛି, ଆସେ ହେରି 55,000-60,000 ପାଖାପାଖି ଗୋଟେ ମାସରେ ଆସେ ହେରି। ତେଣୁ ଦରମାରେ ନୋ କମ୍ପ୍ରମାଇଜ। ଓକେ, ଏଥର ଦେଖିବା ଆମେ ଭ୍ୟାକେନ୍ସି। ଦେଖ, ଭ୍ୟାକେନ୍ସି ଆସିଛି ତୁମର ବର୍ଡର ସିକ୍ୟୁରିଟି ଫୋର୍ସରୁ, CISF ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ, ତାପରେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ, ସଶସ୍ତ୍ର ସୀମା ବଳ, ଇନୋଟେବଟାନ ୱାଟର ପୋଲିସ, ଆସାମ ରାଇଫଲ, ତା ତୁମର ରହିଛି ସ୍ପେଶାଲ ସିକ୍ୟୁରିଟି ଫୋର୍ସ। ତେଣୁ ହାଇଏଷ୍ଟ ଯୋଉ ଭ୍ୟାକେନ୍ସି ଅଛି ବାହାରିଛି ମେଲ୍ ମାନଙ୍କ ପାଇଁ ଦେଖିବା ଆମେ, ଦେଖ ଏଠି CISF ରେ ବେଶୀ ଭ୍ୟାକେନ୍ସି ଅଛି, CISF ପରେ CRPF ପରେ ଆସିବ, ହେଲା। CISF ରେ ବେଶୀ ଭ୍ୟାକେନ୍ସି ଅଛି, CRPF ପରେ ତାଠାରୁ କମ୍ ଭ୍ୟାକେନ୍ସି, ତାଠାରୁ କମ୍ ହେଉଛି SSB ରେ, ଏବଂ
ତାଠାରୁ କମ୍ ହେଉଛି ଆସାମ ରାଇଫଲରେ, ତାଠାରୁ କମ୍ ହେଉଛି ଆଇଟିପିରେ, ତାଠାରୁ କମ୍ ହେଉଛି ବିଏସ୍ଏଫ୍ରେ, ଏବଂ ତାପରେ ଲାଷ୍ଟକୁ କମ୍ ହେଉଛି କେତେ ନା ସିଆଇଏସ୍ଏଫ୍ ଯେଉଁ ଏସ୍ଏସ୍ଏଫ୍ରେ। ତେଣୁ ସବୁଠୁ ଅଧିକ ଭ୍ୟାକାନ୍ସି ଅଛି ତୁମର ସିଆଇଏସ୍ଏଫ୍ରେ। ସେମିତି ଝିଅ ପିଲାମାନଙ୍କ ପାଇଁ ଦେଖ ଏଠି ଟୋଟାଲ ଭ୍ୟାକାନ୍ସି 1460 ଅଛି। ତାପରେ କୁହାଗଲା ତାପରେ ଅଛି ସେ ଏଠି 1 ନମ୍ବର ରହିବ ସିଆଇଏସ୍ଏଫ୍ଟା ଝିଅ ପିଲାମାନଙ୍କ ପାଇଁ। ତାପରେ ଭ୍ୟାକାନ୍ସି ରହିଛି ଆସାମ ରାଇଫଲ 2 ନମ୍ବରରେ, 2 ନମ୍ବରରେ ଏଇଟା ରହିବ କୋଉଟା ଆମର ଆଇଟିପି। ତାପରେ 3 ନମ୍ବର ରହିବ ଆସାମ ରାଇଫଲ, 4 ନମ୍ବର ରହିବ ସିଆର୍ପିଏଫ୍, 5 ନମ୍ବର ରହିବ ବିଏସ୍ଏଫ୍, ଆଉ ଏସ୍ଏସ୍ବିର ଟୋଟାଲି ଭ୍ୟାକାନ୍ସି ନାହିଁ ଝିଅମାନଙ୍କ ପାଇଁ। ତାପରେ ଏସ୍ଏସ୍ବି ବି କୌଣସି ଭ୍ୟାକାନ୍ସି ନାହିଁ। ମନେ ହେଲା? ତାହେଲେ ଏତିକି ତୁମର ଡାଉଟ୍ କ୍ଲିୟର ହେଇଯାଇଥିବ। ଓକେ, ଏତିକି ତୁମର ଡାଉଟ୍ କ୍ଲିୟର ହେଇଯାଇଥିବ ଯେ କେତିକି କ'ଣ ଭ୍ୟାକାନ୍ସି ଅଛି ତୁମେ ଏଠାରେ ଜାଣିପାରିଥିବ ହେଲା, କୋଉଥିରେ କେତେ ଭ୍ୟାକାନ୍ସି ଅଛି। ଓକେ, ତାପରେ ଆମେ ଦେଖିବା ନେକ୍ସଟ ଜିନିଷ ଏଜ୍ ଲିମିଟ୍। ଦେଖ 18ରୁ 23 ବର୍ଷ ମାଗୁଛି ସଦାବେଳେ, 18ରୁ 23 ବର୍ଷ ହୋଇଥିବା ଦରକାର। ଏବଂ SC ST ମାନଙ୍କ ପାଇଁ 5 ବର୍ଷ ରିଲାକ୍ସେସନ୍, OBC ମାନଙ୍କ ପାଇଁ 3 ବର୍ଷ ରିଲାକ୍ସେସନ୍। ତାମାନେ କେବେ ହେବା ଦରକାର ନା 1/1/2026କୁ 18ରୁ 23 ବର୍ଷ ମିନିମମ୍ ହେବା ଦରକାର। ଆଉ ରିଲାକ୍ସେସନ୍ ପରେ ଯେଉଁ SC ST କ୍ୟାଣ୍ଡିଡେଟ୍ ଗୋଟେ ପକେଇବ ତାହେଲେ ତାକୁ 18ରୁ 28 ବର୍ଷ ହେଇଥିବା ଦରକାର। 18ରୁ 28 ବର୍ଷ। OBCକୁ 18ରୁ 26 ବର୍ଷ ହେଇଥିବା ଦରକାର। କେବେକୁ ନା 1/1/2026କୁ। ମନେ ହେଲା? ତାପରେ ଦେଖିବା ତାପରେ ଆମର ଆସିଯିବ ଦେଖ ନେକ୍ସଟ କ୍ୱାଲିଫିକେସନ୍ ତ ମାଟ୍ରିକୁଲେସନ୍, ମାଟ୍ରିକ ମାଗୁଛି ସଦାବେଳେ 10ମ ଶ୍ରେଣୀ ପାସ୍ କରିଥିବା ଦରକାର। ତାପରେ ନେକ୍ସଟ ଆସିଯିବ ତୁମର NCC। ଦେଖ ଟୋଟାଲ ଯେତିକି ମ୍ୟାକ୍ସିମମ୍ ମାର୍କର 5% ଯଦି NCC C ଥିବ ତାହେଲେ 5% ମିଳିବ, NCC B ଥିଲେ 3% ମିଳିବ, NCC A ଥିଲେ 2% ମିଳିବ। କେମିତି ଆପ୍ଲାଏ କରିବା ତାର ପ୍ରୋସିଜିଅର ମଧ୍ୟ এই ଭିଡ଼ିଓର ତଳେ ଅଛି, ଯେଉଁଥିପାଇଁ ଗୋଟେ ମୁଁ ସେପାରେଟ୍ ଭିଡ଼ିଓ ବନେଇଦେବି। ଓକେ, ତାପରେ ନେକ୍ସଟ ତୁମର ଜିନିଷ ଆସିବ ହେରି ଏକ୍ଜାମ ସେଣ୍ଟର। ଏକ୍ଜାମ ସେଣ୍ଟର ଆମର ଇଷ୍ଟର୍ଣ୍ଣ ରିଜନ୍। ଇଷ୍ଟର୍ଣ୍ଣ ରିଜନରେ ଦେଖ ଓଲା ନର୍ଦର୍ଣ୍ଣ, ଏଟା ହେଲା ମଧ୍ୟପ୍ରଦେଶ, କର୍ଣ୍ଣାଟକ, ଇଷ୍ଟର୍ଣ୍ଣ। ଦେଖ ଏଠି ଆମ ଓଡ଼ିଶାରେ ବାଲେଶ୍ୱରରେ ଏକ୍ଜାମ ହବ, ତାପରେ ବ୍ରହ୍ମପୁରରେ ହବ, ଗଞ୍ଜାମ, ବ୍ରହ୍ମପୁର ଗଞ୍ଜାମ ହେଲା, ଗଞ୍ଜାମ ଅଲଗା ଠିକ୍, ବ୍ରହ୍ମପୁରଟା ଗଞ୍ଜାମରେ ଅଛି। ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ, ତାପରେ ରାଉରକେଲା, ସମ୍ବଲପୁର ହେଲା, ଏଇ ସିଟି ଗୁଡ଼ାକରେ ଏକ୍ଜାମ ହବ SHGର। ଓକେ, ତାପରେ ତୁମର ଯେଉଁ ରହିଲା କ'ଣ ଏଥର ନା କେମିତି ଏକ୍ଜାମ ହବ। ଦେଖ ଟୋଟାଲ ତୁମର ଗୋଟେ କ୍ୱେଶ୍ଚିନ୍କୁ 2 ମାର୍କ ହେଲା, 1 କ୍ୱେଶ୍ଚିନ୍ 2 ମାର୍କସ୍। ତେଣୁ ତୁମର 80ଟା କ୍ୱେଶ୍ଚିନ୍ ପଡ଼ିବ, ଟୋଟାଲ ହବ 160 ମାର୍କସ୍। ଏବଂ ତୁମକୁ ମିଳିବ ଟାଇମ୍ 60 ମିନିଟ୍, ମାନେ 1 ଘଣ୍ଟା, ଏବଂ ଯେଉଁଟାକି ବହୁତ ସଫିସିଏଣ୍ଟ ଟାଇମ୍, କାରଣ 100 କ୍ୱେଶ୍ଚିନ୍କୁ 60 ମିନିଟ୍ ଦିଏ SSC CGL CHSL ଗୁଡ଼ାକରେ, କିନ୍ତୁ ଏବେ 80 କ୍ୱେଶ୍ଚିନ୍କୁ ତୁମକୁ 60 ମିନିଟ୍ ଦେଉଛି, 1 ଘଣ୍ଟା ଦେଉଛି। ଆରାମସେ କରିଦେବ, କିଛି କଥା ନାହିଁ, କେବଳ ଟିକେ ପ୍ରାକ୍ଟିସ୍ ଦରକାର। ଏବଂ ରହିଛି ଜେନେରାଲ ଇଣ୍ଟେଲିଜେନ୍ସ ଆଉ ରିଜନିଂ। ତୁମର 20ଟା କ୍ୱେଶ୍ଚିନ୍ 40 ମାର୍କ ଆସିବ। ଜିକେ ମଧ୍ୟ 20ଟା କ୍ୱେଶ୍ଚିନ୍ 40 ମାର୍କ ଆସିବ। ଜିକେରେ ତୁମର କରେଣ୍ଟ ଆଫେୟାର୍ସ ଆସିବ, ଜେନେରାଲ ଆୱାରନେସ୍ ଆଉ ଜେନେରାଲ ନଲେଜ। ତାପରେ ଏଲିମେଣ୍ଟାରୀ ମ୍ୟାଥମେଟିକ୍ସ ଆସିବ 20 କ୍ୱେଶ୍ଚିନ୍ 40 ମାର୍କ। ଇଂଲିଶ ଆଉ ହିନ୍ଦୀ ଆସିବ 20 କ୍ୱେଶ୍ଚିନ୍ 40 ମାର୍କ। ଟୋଟାଲ 60 ମିନିଟ୍ ମିଳିବ। ଟୋଟାଲ ମାର୍କ ହେଲା 160 ମାର୍କ। ମନେ ହେଲା? ଏବଂ ଯେମିତି କହିଥିଲି, ତୁମେ ଚାହିଁବ ଯଦି ସବୁ ଏକ୍ଜାମରେ ତୁମେ ଏକ୍ଜାମ ଦେଇପାରିବ। ଆମେ ଓଡ଼ିଆ ପିଲା, ତୁମେ ଆମର ଓଡ଼ିଆ ଏକ୍ଜାମରେ ମଧ୍ୟ ତୁମେ ଓଡ଼ିଆରେ ମଧ୍ୟ ଏକ୍ଜାମ ଦେଇପାରିବ। ଏବଂ 0.25ର ନେଗେଟିଭ୍ ମାର୍କିଂ ଅଛି। ତାମାନେ 0.25 ମାନେ କ'ଣ, ମାନେ 4ଟା क्वेश्चन ଯଦି ଭୁଲ କଲ, ଗୋଟେ କ୍ୱେଶ୍ଚିନ୍ର ଠିକ୍ ମାର୍କଟା କଟିଯିବ ତୁମର। ଓକେ, ତାପରେ ତୁମର ସିଲାବସ୍ ଏଠାରେ ଅଛି, କ'ଣ କ'ଣ ସିଲାବସ୍, ଯେମିତି ରିଜନିଂରେ କ'ଣ ସିଲାବସ୍ ରହିଛି, ପୁରା ଡିଟେଲ୍ ସିଲାବସ୍ ତୁମେ ଏଠାରେ ପଢ଼ିପାରିବ। ଯେମିତି ଦେଖ ଭର୍ବାଲ୍ ନନ୍ ଭର୍ବାଲ୍ ରିଜନିଂ ପଢ଼ିବ, ଆନାଲୋଜି ପଢ଼ିବ, ସିମିଲାରିଟି ପଢ଼ିବ, ଡିଫରେନ୍ସେସ୍, ସ୍ପାସିଆଲ୍ ଭିଜୁଆଲାଇଜେସନ୍, ସ୍ପାସିଆଲ୍ ଓରିଏଣ୍ଟେସନ୍, ଭିଜୁଆଲ୍ ମେମୋରି, ଡିସ୍କ୍ରିମିନେସନ୍ ଅବଜର୍ଭେସନ୍, ରିଲେସନସିପ୍ କନସେପ୍ଟ, ଆରିଥମେଟିକାଲ ରିଜନିଂ, କ୍ଲାସିଫିକେସନ୍ ଆସିବ,
ଆରିଥମେଟିକାଲ ନମ୍ବର ସିରିଜ ଆଉ ନମ୍ବର ସିରିଜ ତାପରେ କୋଡିଂ ଡିକୋଡିଂ ତାପରେ ତମର ଜିକେରେ ଆସିବ ସ୍ପୋର୍ଟସ ଆସିବ ହିଷ୍ଟ୍ରି କଲଚର ଜିଓଗ୍ରାଫି ଇକୋନୋମିକ ଆଉ ପଲିଟି ଆସିବ ହରି ପୁଣି ଜେନେରାଲ ପଲିଟି ନର୍ମାଲ କ୍ୱେଶ୍ଚିନ୍ ତାପରେ ଇଣ୍ଡିଆନ କନଷ୍ଟିଟ୍ୟୁସନ ସାଇଣ୍ଟିଫିକ ରିସର୍ଚ୍ଚ ଏଟସେଟ୍ରା ତାପରେ କରେଣ୍ଟ ଆଫେୟାର ପଡ଼ିବ ତାପରେ ସାଇନ୍ସରୁ ମଧ୍ୟ କ୍ୱେଶ୍ଚିନ୍ ଆସିବ ବୁଝିଲା। ନେକ୍ସଟ ଆମେ ଦେଖିବା ମ୍ୟାଥମେଟିକ୍ସରେ ତୁମର ଆସିବ ଭାରି ନମ୍ବର ସିଷ୍ଟମ ହୋଲ୍ ନମ୍ବର ଆସିବ ଡେସିମାଲ ଆଉ ଫ୍ରାକ୍ସନ ଆସିବ ନମ୍ବର ସିଷ୍ଟମରେ ଯୋଉ ନମ୍ବର ଭିତରେ ରିଲେସନସିପ୍ କ'ଣ ଅଛି ଓକେ ତାପରେ ଫଣ୍ଡାମେଣ୍ଟାଲ ଆରିଥମେଟିକାଲ ଅପରେସନ୍ସ ଫଣ୍ଡାମେଣ୍ଟାଲ ଜିନିଷ ଗୁଡ଼ାକ ଆସିବ ମାନେ ମିଶାଣ ଫେଣାଣ ଯୋଉ କହୁଛି ଆମେ ହେଲା ପରସେଣ୍ଟେଜ ଆସିବ ରେସିଓ ଆଉ ପ୍ରପୋର୍ସନ ଆଭରେଜ ଆସିବ ଇଣ୍ଟରେଷ୍ଟ ପ୍ରଫିଟ୍ ଆଣ୍ଡ ଲସ୍ ଡିସକାଉଣ୍ଟ ମେନ୍ସୁରେସନ टाइम एंड डिस्टेंस रेशियो एंड टाइम एंड वर्क देखो ये जो एलिमेंटारी मैथमेटिक्स ये जो सिलेबस को कंप्लीट मु पढ़ेबी एसएससी जीडी 2026 सीरीज है जो पिला माने इंटरेस्टेड अछंती क्लास देखिया पई से माने मैथमेटिक्स क्लास जदि तुम इंप्रूव करिया चाहछो भलो सॉल्यूशन सहित ताले विश्वनाथ मैथ यूट्यूब चैनल रे तुम क्लास देखि परिबो ओके और जो इंग्लिश और हिंदी रहिला एटा तुम्हारा बेसिक कंप्रेहेंशन आसीबो ओके इंग्लिश किंबा हिंदी ए भितर तुम गोटे गोटे चूज कर इंग्लिश दे पार कि हिंदी दे पार ओके मो टाइम तो मुझे इंग्लिश दूसरी तुमको मैक्सिमम पिला भी हिंदी दिखती कारण इंग्लिश से पारंती तेणु तुमको जोटा भल लगे तुम से देपर ओके जो थे तुम भल मार्क रहा तुम दब तुम कह मु इंग्लिश देवी तुम इगो को साटिस्फाई कर तुम इंग्लिश दब मार्क रोन लाभ ना ना तुम जो भल मार्क रही इंग्लिश दियो इधर ना हिंदी दियो तुम आसो फिजिकाल फिजिकाल देख दुटा गोटे इवेंट गोटे हूँ रनिंग खाली मेल मान 24 मिनट मार 5 किलोमीटर झील पे 1600 मीटर मार 8.5 मिनट बास ये आगे किसी दरकार ना हाइट तो जानते 170 सेंटीमीटर हाइट दरकार आउ झील मान 157 सेंटीमीटर हाइट आउ जो एसटी कैंडिडेट मान एसटी कैंडिडेट मान केवल टे रिलैक्सेशन अच्छी ना रिलैक्सेशन नाइन टोटाली तापर सेमती आमर चेस्ट दरकार 80 ରୁ 85 सेंटीमीटर आउ एसटी पिला 76 ରୁ 5 सेंटीमीटर एक्सपांड करिया ओके आउ वेटटा तुम हाइट अनुसार आसीबो तेणु ये डिटेल भाव में तुम यही नोटिफिकेशन विषय कहीदेली तो आउ जिन कहीदे देख मुझे चैनल विश्वास मैथ्स यूट्यूब चैनल मोर एसएससी जीडी 2026 मु क्लास स्टार्ट कर दी कारण नवेम्बर नोटिफिकेशन आसबार थिला कि आसी नाला से क्लास स्टार्ट कर दी जेहेतु मुझे स्टप कर रखी जेहेतु नोटिफिकेशन आसी नाला तेणु नोटिफिकेशन आसला माने रेगुलर मुझे एसएससी जीडी 2026 क्लास करी ओके पुणी प्रीवियस ईयर क्वेश्चन क्लास करी मैथमेटिक्स तेणु जो पिला माने देखा चाहूँ से आसिक क्लास देखिपार मन है ओके ताले रहुची आमे पुणी देखा नेक्स्ट वीडियो रे यदि कौन डाउट अच्छी मत पचारि पार थैंक यू।